ନାଇଁ ନବୀନ ବାବୁ ଅନୁପ୍ରାଣିତ ଅଲଗା ଜିନିଷ ଅଛି ସେ କଥାକୁ ପରେ ଯିବି। ଏବେ ବି ପାଣ୍ଡିଆନ ନବୀନ ନିବାସରେ ଅଛନ୍ତି, ନବୀନ ନିବାସରେ ରହୁଛନ୍ତି, ବିଜୁ ଜନତା ଦଳକୁ ଏବେ ବି ସେ ଚଲାଉଛନ୍ତି। ଆପଣ ଯେଉଁ କମିଟି ଗୁଡ଼ିକ ଦେଖିବେ ସେ କମିଟିରେ ଗୋଟେ ମିଡ଼ିଆ ସେଲ୍ କରାଗଲା ଏବଂ ପଲିଟିକାଲ ସେକ୍ରେଟାରୀ ଯେଉଁ ସନ୍ତୁର୍ଦ୍ଧ ମିଶ୍ର କରିଥିଲେ ଏବଂ ଆଉ ଗୋଟେ ଜଣ ଲେଲିନ୍ ମହାନ୍ତି କରିଥିଲେ। ଲେଲିନ୍ ମହାନ୍ତି ପୁରା ବାହାରିଆ କଥା ଏବଂ ଭିତରିଆ କଥା ଏବଂ ଓଡ଼ିଶା ଲୋକ କିଏ ତାକୁ ସର୍ବାଧିକ ପାଣ୍ଡିଆନକୁ ଫେଭର କରିବା ପାଇଁ ଗୋଟେ ପ୍ରେସ୍ କନଫରେନ୍ସ କରିଥିଲେ। ଏଠି ସାଧାରଣ ଲୋକଙ୍କ କଥା ଜନସାଧାରଣ ହିତ କଥାକୁ ନେଇକି ପ୍ରେସ୍ କନଫରେନ୍ସ ହୁଏ। ଏଠି ପାଣ୍ଡିଆନ କଥା ନେଇକି ଯେତେବେଳେ ଆମର ପୂର୍ବ ସରକାର ଥିଲା ସେତେବେଳେ ସେ ଗୋଟେ ପାଣ୍ଡିଆନ ବାହାର ଲୋକ ନା ମୃଦୁଳା ଠାକୁର ବାହାର ଲୋକ ତାକୁ ନେଇ ଗୋଟେ କରିଥିଲେ ପ୍ରେସ୍ କନଫରେନ୍ସ। କଥା ହେଉଛି ଏବେ ବି ବିଜୁ ଜନତା ଦଳକୁ ପାଣ୍ଡିଆନ ଚଲାଉଛନ୍ତି। ସନ୍ତୁର୍ଦ୍ଧ ମିଶ୍ର ଲେଲିନ୍ ମହାନ୍ତିକି ଦେଖିବେ ଆପଣ। ଏବଂ ଦୁଇରେ ହେଉଛି ଦେବୀ ମିଶ୍ରଙ୍କୁ ଯେଉଁ ରଖିଛନ୍ତି ତାଙ୍କ କଥାରେ କିଏ ଉଠ ବସ ହେବ। ଦେବୀ ମିଶ୍ରଙ୍କୁ ସେ କାହିଁ ରଖିଛନ୍ତି? ଓଡ଼ିଶାରେ ଦୁଇ ଜଣ ଲୋକ ପାଣ୍ଡିଆନକୁ ମୁଖ୍ୟମନ୍ତ୍ରୀ ଭାବୁଥିଲେ, ଜଣେ ହେଉଛନ୍ତି ପ୍ରମିଳା ବିଷୟ ଆଉ ଜଣେ ଦେବୀ ମିଶ୍ର। ଆଉ ସମସ୍ତେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବିଥିଲେ ବା ମାନୁଥିଲେ। ଯୋଡ଼ିଏ ଲୋକ ଓଡ଼ିଶାର ପ୍ରମିଳା ବିଷୟ ଏବଂ ଦେବୀ ମିଶ୍ର ଯିଏକି ପାଣ୍ଡିଆନକୁ ଯେହେତୁ ମୁଖ୍ୟମନ୍ତ୍ରୀ ମାନିଥିଲେ ଭରା ମିଟିଂରେ 40,000 ଲେଖା ଲୋକ ସେ ମିଟିଂ ମାନଙ୍କରେ ଥିଲେ। ଏମାନେ ସେଠି ପ୍ରତିପାଦିତ କରିଥିଲେ ଯେ ଆମର ମୁଖ୍ୟମନ୍ତ୍ରୀ ହେଉଛନ୍ତି ଭିକେ ପାଣ୍ଡିଆନ। ତେଣୁ ଭିକେ ପାଣ୍ଡିଆନ ଦେଖିଲେ ଇଏ ମୋର ବଚସ୍କର, ଇଏ ମୋର କଥା ମାନିବ, ଇଏ ମୋ କଥାରେ ଉଠ ବସ ହେବ। ତେଣୁ ସେ ଦେବୀ ମିଶ୍ରକୁ ବି ଆଗରେ ରଖିଛନ୍ତି ଏବେ। କିନ୍ତୁ ଏଥିରେ କିଛି ମହତ୍ତ୍ୱ ନାହିଁ, କାହିଁକିନା ଯେତେବେଳେ କ୍ଷୀରିପୁରୀ ବାଛିଥିଲା ବିଜୁ ଜନତା ଦଳ, ଯେତେବେଳେ ସରକାର ଦଳ ଥିଲା ଶାସକ ଦଳରେ ଆମେମାନେ ବିଜୁ ଜନତା ଦଳ ଥିଲା ସେତେବେଳେ ପାଣ୍ଡିଆନ ହେଲିକପ୍ଟରରେ ବୁଲିବେ। କିନ୍ତୁ ଏବେ କ'ଣ କରିବେ ସିଏ ପଛରେ ବସିକି କାଗଜପତ୍ର କରିବେ, ଏକ୍ସ ଟ୍ୱିଟରରେ ଯେଉଁ ଟ୍ୱିଟର ହ୍ୟାଣ୍ଡେଲ୍ ଚଲାଇବେ, ଫେସବୁକ୍ରେ ଯେଉଁ ୟୁଟିଲାଇଜ୍ କରିବେ ଏବଂ ଓଡ଼ିଶାର ଦରଦୀ ଲୋକ ବୋଲି ପ୍ରତିପାଦିତ କରିବା ପାଇଁ ସମସ୍ତ ସାମାଜିକ ଗଣମାଧ୍ୟମରେ ୟୁଜ୍ କରୁଛନ୍ତି। ମୋ କଥା ହାରିଗଲା ବିଜୁ ଜନତା ଦଳ, ଶାସକ ଦଳ ହେଲା ନାହିଁ ତା ବୋଲି କ'ଣ ଆମେ ଯିଏ ନିର୍ବାଚନରେ ହାରିଯାଇଛି କ'ଣ ଲୁଚୁଛି? ଏକ ନାଁ ଯେଉଁ ଭୈରବ ପାଣ୍ଡିଆନ ଇଏ ପ୍ରକୃତରେ ଭୈରବ ରୂପୀ ଭଳିଆ ଓଡ଼ିଶାରେ ପ୍ରତିପାଦିତ ହେଉଛନ୍ତି, ଓଡ଼ିଶାରେ ଚଳପ୍ରଚଳ